ମୋ ପଛରେ ଝରଣା ଦେଖିପାରୁଥିବେ। ମୁଁ ଆପଣଙ୍କୁ ସେଇ ଜାଗାକୁ ଯାଇକି ଏଇ ଦୃଶ୍ୟଟା ଦେଖେଇବି। ଦେଖିପାରୁଛନ୍ତି ତ ଝରଣାରେ କିପରି ଭାବରେ ପାହାଡ ଉପରୁ ତଳକୁ ପଡୁଛି। ସେ ପାହାଡର ଝରି ଆସୁଛି, ଏମିତି ହେଇକି ପାଣିଟା ପୁରା ତଳକୁ ପଡୁଛି। ଏଇ ଜାଗାରେ ବିଭିନ୍ନ ଲୋକ ଆସନ୍ତି ପିକନିକ କରିବା ପାଇଁ। ସେଥିପାଇଁ ଏଇ ନାମ ଫଳକ ଲେଖା ହେଇଛି। ଗୋଟେ ବଡ ପଥର, ବଡ ପାହାଡ, ତା ତଳକୁ ସେ ବୋହି। ଦେଖନ୍ତୁ ବହୁତ ସୁନ୍ଦର ପରିବେଶ ଆଉ ସୁନ୍ଦର ଝରଣା। ହୁଏତ ତଳକୁ ଯିବା ପାଇଁ ରାସ୍ତା ନାହିଁ। ଆମେ ଏଇ ପର୍ଯ୍ୟନ୍ତ। ନମସ୍କାର, ମୁଁ ପ୍ରଭାତ, ସ୍ୱାଗତ କରୁଛି ମୋର ଆଉ ଗୋଟେ ନୂଆ ଭିଡିଓକୁ। ତ ମୁଁ ଆଜି ଆସିଛି ଗୋଟେ ଏମିତି ଏକ ଜାଗା ଯୋଉଠିକି ପାଣି ପାହାଡ ଉପରୁ ଝରି ଆସୁଛି, ତଳେ ପଡୁଛି, ଗୋଟେ ସୁନ୍ଦର ମନୋରମ ଦୃଶ୍ୟ ଗୋଟିଏ ସୃଷ୍ଟି କରୁଛି। ତ ଆପଣମାନେ ଠିକ ଶୁଣୁଛନ୍ତି, ମୁଁ ସେ ଜାଗାକୁ ଆସିଛି ଯାହାର ନାଁ ହେଲା ତୟଙ୍ଗିରି ୱାଟରଫଲ, ମାଣ୍ଡିଝଲା ୱାଟରଫଲ, କେଶକେରି ୱାଟରଫଲ। ବିଭିନ୍ନ ପ୍ରକାର ନାଁ ଏଇ ୱାଟରଫଲର। ତ ଚାଲନ୍ତୁ ଆମେ ସେଇ ତଳକୁ ଯିବା, ଆପଣମାନଙ୍କୁ ଦେଖେଇବି। ଯଦି ଭିଡ଼ିଓଟା ଭଲ ଲାଗିଲା ତ ନିଶ୍ଚୟ ଲାଇକ୍ଟା କରିବେ ଆଉ ମୋତେ ସବସ୍କ୍ରାଇବ୍ କରିବେ। ତ ଚାଲନ୍ତୁ ଭିଡ଼ିଓଟି ଡେରି ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଏ। କଥାର କହିବାର ତାତ୍ପର୍ଯ୍ୟ ହେଲା, ଆମ ଓଡ଼ିଶାରେ ଏମିତି ବହୁତ ଗୁଡ଼ିଏ ଜିନିଷ ଅଛି ଯୋଉଠିକି ସୁନ୍ଦର ଜିନିଷ ଆମ ପାଖକୁ ଗଲେ ଏତେ ସୁନ୍ଦର ଲାଗିବ ନା, ଆପଣମାନେ କଳନା କରିନଥିବେ। ଠିକ ସେମିତି ଗୋଟେ ଭଲ ଜାଗାକୁ ଆସିଛି ଆମ କାଶୀପୁର ବ୍ଲକର ଗୋଟେ ସୁନ୍ଦର ୱାଟରଫଲ। ଗୋଟେ ୱାଟରଫଲ କିନ୍ତୁ ନା ଅନେକ। ଏ ଯୋଉ ନଦୀ ବହି ଯାଇଛି, ଏଇ ନଦୀ ହିଁ ୱାଟରଫଲ ପାଖକୁ ଯାଉଛି। ପାହାଡ ଉପରୁ ଝରଣା ବୋହି ଆସିଛି, ଏମିତି ବୋହି ଯାଇଛି। ଇଏ ଗୋଟେ ବଡ ପଥର, ବଡ ପାହାଡ, ତା ତଳକୁ ସେ ବୋହି ପାଣି ପଡେ। ତ ଚାଲନ୍ତୁ ମୁଁ ଆପଣଙ୍କୁ ଦେଖେଇବି ସେ ଜାଗାର ମନଲୋଭା ଦୃଶ୍ୟ। ଏସବୁ ଟିକେ ଆପଣମାନେ ଯଦି ଆସନ୍ତି କେବେ ଦେଖିକି ଆସିବେ। କାଦୁଅ ଜାଗା, ଖସଡ଼ା ଜାଗା, ବହୁତ ସ୍ଲିପେରୀ। ପାଣିର କୁଳୁ କୁଳୁ ନାଦଟା ଦେଖନ୍ତୁ। ଜଷ୍ଟ ଫିଲ୍ କରନ୍ତୁ, ଇଏ ହଉଛି ପାଣି, ନିର୍ମଳ ପାଣି। ସେ ପାଣି ବହି ଯାଇଛି ତଳକୁ। ସେ ଯୋଉ ଦେଖୁଛନ୍ତି ଇଏ ହଉଛି ପାହାଚ ହେଇଛି ତଳକୁ ଓହ୍ଲେଇବା ପାଇଁ। ଆମେ ଆର ପଟେ ଯିବା, ସେପଟେ ଯିବା। ଏପଟେ କାହିଁକି ନା ଓହ୍ଲେଇ ପାରିବାନି। ମୁଁ ଆପଣଙ୍କୁ ସେଇ ଜାଗାକୁ ଯାଇକି ଏଇ ଦୃଶ୍ୟଟା ଦେଖେଇବି, ତଳୁ ଥାଇକି ଦେଖେଇବି କେମିତି ଦେଖାଯାଉଛି କାଠ ଆଣିବା ପାଇଁ। କଣ ନାଁଟା କହିଲ ୱାଟରଫଲ ନା? ନାଇଁ, ତମ ଭାଷାରେ କଣ କହୁଥିଲ? ହଁ, ହାତୀ ତରକା। ଏଇଟା କୋଉଠୁ ଆସିଛି ପାଣି? ପାହାଡରୁ। ମୁଁ ଆଜି ଅଛି କାଶୀପୁରର ଗୋଟେ ଏମିତି ଏକ ୱାଟରଫଲ ଯୋଉଠିକି ଆପଣ ଯଦି କେବେ ଆସନ୍ତି ନା, ଆପଣ ପୁରା ପାଗଳ ହେବାଟା ସିଓର ପାଗଳ ହେବେ ହେଲା। ସହରୀ ଲୋକ ଜମା ଜାଣିପାରିବେନି ଏ ଯୋଉ ନ୍ୟାଚୁରାଲ ଭିଉ। ମୋ ପଛପଟେ ଦେଖୁଛନ୍ତି ଏ ଯୋଉ ଝରଣାଟା ଯାଉଛି, ଏଇ ଯୋଉ ଝରଣାଟା ସେ ପାହାଡ ତଳେ ପଡୁଛି। ତାର ଯୋଉ ଦୃଶ୍ୟ ନା, ମାନେ ଅତ୍ୟନ୍ତ ମନ୍ତ୍ରମୁଗ୍ଧ। କହିଦେବି ୱାଟରଫଲ, ଏଇ ଜଳପ୍ରପାତର ନାଁ ହଉଛି ମାଣ୍ଡିଧଳା ୱାଟରଫଲ, ତୟାଙ୍ଗିରି ୱାଟରଫଲ, କେଶକେରି ୱାଟରଫଲ। ଆପଣ ମାନେ ଯୋଉ ନାଁ ଚାହିଁଲେ ସେ ନାଁରେ ଆପଣ ଡାକିପାରିବେ। କାହିଁକି? ଝରଣା ଏକ, ନାଁ ଅନେକ। ଠିକ କଥା ଆପଣ ଶୁଣିଲେ। ତ ଚାଲନ୍ତୁ ସେ ଜାଗାକୁ ମୁଁ ନେଇକି ଯିବି, ତଳକୁ ଯିବା। ବହୁତ ସାରା ଏନଜୟମେଣ୍ଟ ଅଛି, ବହୁତ ବଢିଆ ଭିଉ ଅଛି। ଆପଣ ମାନେ ଦେଖନ୍ତୁ, ଜାଣନ୍ତୁ, ଆଉ ମୋ ଚ୍ୟାନେଲକୁ ନିଶ୍ଚୟ ସବସ୍କ୍ରାଇବ କରନ୍ତୁ। ଏ ଗଛଟା ଦେଖନ୍ତୁ, ଗଛଟା ମାନେ ମାଟିରେ ନାହିଁ, ସେ ଉପୁଡି ଯାଇଛି। ଉପୁଡିଲା ପରେ ମଧ୍ୟ ଦେଖିପାରୁଥିବେ, ଏଇଟା ଉପୁଡି ଯାଇଛି। ଉପୁଡିଲା ପରେ ମଧ୍ୟ ଗଛଟି ବଞ୍ଚିଛି। ଆମ୍ବ ଗଛ ପୁଣି ଫଳିଛି। ଇଏ ହଉଛି ପ୍ରକୃତିର ଦାନ ଆଜ୍ଞା, ଦେଖିଲେ ଅତୃପ୍ତି ହବନି। ଦେଖନ୍ତୁ ପୁରା ଗଛଟା ଉପୁଡି ଯାଇଛି। ଗଛ ଉପୁଡିଲା ପରେ ମଧ୍ୟ ଗଛଟି ବଞ୍ଚିଛି, ଜଷ୍ଟ ଟିକେ ମାଟିରେ ଲାଗିଛି। କିନ୍ତୁ ଏତେ ବଡ ଗଛ ଉପୁଡିକି ବହୁତ ସୁନ୍ଦର ଭାବରେ ଯେମିତି ଜୀବିତ ଅବସ୍ଥାରେ ଅଛି। ତ ଇଏ ହଉଛି ରାସ୍ତା, ମୁଁ ଯୋଉ ଆପଣଙ୍କୁ ଦେଖେଇଲି ପ୍ରଥମେ ଯୋଉ ଫୁଟେଜଟା, ସେଇଠିକି ଯିବା ପାଇଁ ଏଇ ରାସ୍ତା ପୁରା ଆବଡା ଖାବଡା ରାସ୍ତା, ପଥର ରାସ୍ତା। ତ ଆର ପଟେ ଅଛି ବହୁତ ସୁନ୍ଦର ରାସ୍ତା, ପାହାଚ ହେଇଯାଇଛି। ତ ଆମେ ସେପଟକୁ ଯିବା। ସେପଟକୁ ଯାଇକି ଆପଣଙ୍କୁ ମୁଁ ଦେଖେଇବି ତଳୁ ଥାଇକି ଉପରର ଭିଉଟା, ତାପରେ ପୁଣି ତଳକୁ ଯିବା। ତ ଡେରି କରିବାନି,
ଭିଡ଼ିଓଟା ଯଦି ଭଲ ଲାଗିଛି ତ ନିଶ୍ଚୟ ଲାଇକ୍ ଆଉ ସେୟାର ସବସ୍କ୍ରାଇବ୍ ନିଶ୍ଚୟ କରିବେ। ମୋ କାଳିଆ ଷଣ୍ଢ ସେଇଠି ଅଛି, କାଳିଆ ଷଣ୍ଢର ଭାଇ ସିଏ। ସେଇଠି ଦିଟା ଗାଡି ରଖା ହେଇଛି, ଅନ୍ୟ ପର୍ଯ୍ୟଟକ ମାନେ ବି ଆସିଛନ୍ତି ସେଠି ଦେଖିପାରୁଥିବେ। ଇଏ ହଉଛି ଫରେଷ୍ଟ ଡିପାର୍ଟମେଣ୍ଟ ତରଫରୁ ଲେଖା ହେଇଛି ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଓଡ଼ିଶା ସରକାର, ପଲିଥିନ୍ ମୁକ୍ତ ବଣଭୋଜି ପାଳନ 2026। ଏହି ସ୍ଥାନଟି ସୁନ୍ଦର ରହିଲାର କାରଣ ଆପଣ କୁହନ୍ତୁ। ଆମ ବଣଭୋଜି ସ୍ଥଳ କରିବା ଆମେ ନିର୍ମଳ। ଏଠାରେ ନିଶା ଦ୍ରବ୍ୟ ବ୍ୟବହାର କରନ୍ତୁ ନାହିଁ। ସୌଜନ୍ୟ ଟିକିରି ବନାଞ୍ଚଳ, ରାୟଗଡ଼ା ବନଖଣ୍ଡ। ଏଇ ଜାଗାରେ ବିଭିନ୍ନ ଆଡୁ ବିଭିନ୍ନ ଲୋକ ଆସନ୍ତି ପିକନିକ କରିବା ପାଇଁ, ସେଥିପାଇଁ ଏଇ ନାମ ଫଳକ ଲେଖା ହେଇଛି। ସୁନ୍ଦର ଜାଗା, ଚାଲନ୍ତୁ ଆମେ ତଳକୁ ଯିବା। ତଳେ ଆପଣ ମାନଙ୍କୁ ମୁଁ ଦେଖେଇବି ତାର ବିସ୍ତୃତ ଭିଉ। ଚାଲନ୍ତୁ ଆମେ ଏଇ ପାହାଚ ପଟେ ଯିବା। ତ ଆପଣ ମାନଙ୍କୁ ଯୋଉ ସେଇ ପାଖରେ ଠିଆ ହେଇକି ଯୋଉ ଦେଖଉଥିଲି ଏଇ ଜାଗାଟା, ଚାଲନ୍ତୁ ମୁଁ ସେଇ ଜାଗାକୁ ନେଇକି ଯାଉଛି। ମୁଁ ଯେତେବେଳେ ପ୍ରଥମ କରି ଆସିଥିଲି ଏଇ ଜାଗାରେ ପାହାଚ ନଥିଲା, ଏଇ ଗୋଟେ ଭଲ ଇନିସିଏଟିଭ ଗଭର୍ଣ୍ଣମେଣ୍ଟ ତରଫରୁ। ତ ଇଏ ଦେଖୁଛନ୍ତି ସେଇ ଜାଗାରେ ମୁଁ ବର୍ତ୍ତମାନ ଠିଆ ହେଇକି ହଉଛି ଭିଉ। ମୁଁ ବର୍ତ୍ତମାନ ସେଇଠି ଥିଲି, ଦେଖିପାରୁଥିବେ ସେଇଠୁ ଥାଇକି ମୁଁ ଭିଡ଼ିଓ ତଳକୁ ଆସିବି, ମାନେ ଏଇ ଜାଗାକୁ ଆସିବି। ଏଇ ଜାଗାକୁ ଆସିଲା ପରେ ଆପଣଙ୍କୁ ଦେଖିବି କହିଥିଲି, ଦେଖନ୍ତୁ ଏହାର ମନୋଲୋଭ ଦୃଶ୍ୟ। ଆହୁରି ତଳକୁ ବି ଅଛି ୱାଟରଫଲ, ତଳକୁ ଯିବା ପାଇଁ ପାଣି ବହୁତ ସୁନ୍ଦର ଭାବରେ ଝରଣା ବୋହି ଯାଇଛି। ତ ଆପଣ ମାନଙ୍କୁ ମୁଁ କମେଣ୍ଟମେଣ୍ଟ କରିଥିଲି କେଶଗିରି ୱାଟରଫଲ, ତୟଗିରି ୱାଟରଫଲ, ହାତକରଗା ୱାଟରଫଲ ନେଇକି ଆସିକି, ତ ମୁଁ ବର୍ତ୍ତମାନ ନେଇକି ଆସିଛି। ଏଇ ଜାଗାଟା ବହୁତ ସୁନ୍ଦର ଜାଗା, କାଶୀପୁର ଅଞ୍ଚଳର ଗୋଟେ ମାନେ ବିମୋହନ କରିବା ପ୍ରକୃତିର ଗୋଟେ ସୁନ୍ଦର ଜାଗା। ତ ଉପରୁ ଥାଇକି ମୁଁ ଦେଖିପାରୁଥିଲି, ସେ ଉପରୁ ମୁଁ ଆପଣଙ୍କୁ ଦେଖଉଥିଲି ଏଇ ଜାଗାଟା। ଏଇ ଜାଗାର ପାହାଚ ହେଇକି ଅଛି, ସେ ସବୁ ଲୋକ ଅଛନ୍ତି ବୁଲିବାକୁ ଆସଛନ୍ତି। ତ ଆସନ୍ତୁ ପାଖକୁ ଯିବା। ତ ଏଇଠି ଦେଖି ଦିଅନ୍ତୁ କେତେ ସୁନ୍ଦର ଆମର ପ୍ରକୃତି ରାଣୀ। ଏ କିଛି ଡକ୍ୟୁମେଣ୍ଟାରୀ ଭିଡିଓ ନୁହଁ, ଜଷ୍ଟ ଏ ଭ୍ଲଗ, ଏକ୍ସପ୍ଲୋର ଭ୍ଲଗ। ମୁଁ ଆପଣଙ୍କୁ ସବୁ ସପ୍ତାହରେ ଚେଷ୍ଟା କରିବି ନୂଆ ନୂଆ ଭିଡିଓ ଆଣିବା ପାଇଁ, ନୂଆ ନୂଆ ଜାଗା ଦେଖିବା ପାଇଁ। ଦେଖନ୍ତୁ ଦେଖିପାରୁଥିବେ ଇଏ ହଉଛି ସୁନ୍ଦର ହାତକରଗା ୱାଟରଫଲ, କିମ୍ବା ଆପଣ ତୟଗିରି ୱାଟରଫଲ ବି କହିପାରିବେ, କେଶଗିରି ୱାଟରଫଲ ମଧ୍ୟ କହିପାରିବେ। ବହୁତ ସୁନ୍ଦର ଜାଗା, ଏଇ ଜାଗାରୁ ଏଇ ଜାଗା ପର୍ଯ୍ୟନ୍ତ ଆହୁରି ତଳକୁ ଅଛି, କିନ୍ତୁ ହୁଏତ ତଳକୁ ଯିବା ପାଇଁ ରାସ୍ତା ନାହିଁ। ଆମେ ଏଇ ପର୍ଯ୍ୟନ୍ତ ସୀମିତ। ଆଉ ତ ତଳକୁ ଯିବା ପାଇଁ ସମ୍ଭବ ପକ୍ଷ ନୁହେଁ ଆମର। ତ ଇଏ ହଉଛି ୱାଟରଫଲ ର ସୁନ୍ଦର ମନୋଲୋଭ ଦୃଶ୍ୟ। ତାପରେ ତଳକୁ ତ ଯାଇ ହବନି, ତଳକୁ ଗଲେ ଇଏ ହଉଛି ମୌତ କା କୁଆ ହେଲା, ଯମରାଜା ଏଠି ବାସ କରୁଛି, ପଡିଲେ ମରିବାଟା ଥୟ। ତଳକୁ ଦେଖନ୍ତୁ କେତେ ସୁନ୍ଦର ଜାଗା, ମୁଁ ତଥାପି ଜୁମ୍ କରିକି ଆପଣ ଦେଖିବାକୁ ଚେଷ୍ଟା କରିବି। ଦେଖନ୍ତୁ ପାଣି କୋଉ ହିସାବରେ ପଡୁଛି। ଏ ଜାଗାଟା ପଥର, ପୁରା ଚିକଣିଆ ପଥର, ଖସିବାର ଭୟ ବହୁତ ଅଛି, ଡର ଲାଗୁଛି। ଆପଣ ଜୁମ୍ କରି ଦେଖୁଥିଲେ ବହୁତ ତଳ ପର୍ଯ୍ୟନ୍ତ, ସେଇ ପର୍ଯ୍ୟନ୍ତ ପାଣି ଯାଇଛି, ପୁରା ତଳକୁ ପର୍ଯ୍ୟନ୍ତ ଯାଉଛି। ଯିବାଟା ଭାରି କଷ୍ଟ। ତଥାପି ମୋର ପୁରୁଣା ଭିଡିଓ ଆପଣମାନେ ଯଦି ଦେଖିଥିବେ, ମୁଁ ପୁରୁଣା ଭିଡିଓରେ ମୁଁ ସେଇ ପର୍ଯ୍ୟନ୍ତ ଯାଇଥିଲି, ସେଠୁ ଯାଇକି ଆସିକି ଭିଡିଓଟା ସୁଟ୍ କରିଥିଲି। ତଥାପି ଏବେ ଦେଖନ୍ତୁ, ମାନେ ଆଉ ଲାଇଫରେ କିଛି ଦରକାର ହିଁ ନାହିଁ, ଏଇଭଳିଆ ଗୋଟେ ବ୍ୟୁଟିଫୁଲ ପ୍ଲେସକୁ ନେଇଯିବେ, ଆପଣ ଆରାମସେ ରହିବେ ବିନା ନେଟୱାର୍କ, ବିନା ଫୋନରେ ମସ୍ତି କରି ରହିବେ। ତ ଟିକେ ଖସଡା ମାନେ ପାଦେ ପାଦେ ବିପଦ ଏଇ ରାସ୍ତାରେ ଅଛି। ଦେଖିପାରୁଥିବେ ମାନେ କୋଉ ଭଳିଆ ଖସଡା, ମୁଁ ଧୀରେ ଧୀରେ ଓହ୍ଲଉଛି, ସେଥିପାଇଁ ମୋବାଇଲ ଟା ଖାଲି ହଲ ହଲ ହଉଛି, ଓହ୍ଲେଇ ବି ପାରୁନି ମୁଁ। ପାଦ ପକେଇଲେ ସ୍ଲିପ ହଉଥିଲା, ମାଟି ଗୋଡି ରାସ୍ତା। ବର୍ଷା ଦିନେ ତ ଆପଣଙ୍କୁ ମୁଁ ସଜେଷ୍ଟ କରିବିନି, ଟୋଟାଲ ଯାଆନ୍ତି। ଦେଖିପାରୁଛନ୍ତି ତ ଝରଣାଟି କିପରି ଭାବରେ ପାହାଡ ଉପରୁ ତଳକୁ ପଡୁଛି, ବହୁତ ମାନେ ବହୁତ ସୁନ୍ଦର ଦେଖା ଯାଉଛି। ଦେଖିପାରୁଥିବେ ବହୁତ ସାରା ଲୋକ ଏଠି ପିକନିକ କରିବାକୁ ଆସିଛନ୍ତି। ୱାଟରଫଲ ଟା ଦେଖିଥିବେ ଉପରୁ ପାଣି ପଡୁଛି। ଏଇ ଜାଗାରେ ବଣଭୋଜି କରିବା ପାଇଁ ପ୍ରକୃଷ୍ଟ ଜାଗା ହଉଛି ଏ ୱାଟରଫଲ। ତ ଦେଖିପାରୁଥିବେ ଲୋକମାନେ ଆସିକି ସବୁ ରୋଷେଇବାସ କରନ୍ତି, ଚୁଲି ହେଇଛି, ତାପରେ ଦେଶୀ ଚୁଲି, ସେଇ ପାହାଡର ଝରି ଆସୁଛି, ଏମିତି ହେଇକି ପାଣି ଟା ପୁରା ତଳକୁ ପଡୁଛି। ପୁଣି ଆହୁରି ବହୁତ ଆଗକୁ ଯାଇଛି। ଇଏ ଥିଲା ୱାଟରଫଲ ଏକ୍ସପ୍ଲୋରେସନ ର ଭିଡିଓଟା। ଆପଣ ମାନଙ୍କୁ ଆଶା କରୁଛି ବହୁତ ଭଲ ଲାଗିଥିବ ଭିଡିଓଟି। ତ କମେଣ୍ଟରେ କହିବେ କେମିତି ଲାଗିଲା। ଆଉ ନେକ୍ସଟ କାଶୀପୁରର ଯଦି ଆପଣ ମାନେ ଭାଇ ଭଉଣୀ ମାନେ ଦେଖୁଛନ୍ତି, ତ କାଶୀପୁରର କୌଣସି ଜାଗାକୁ ଯିବା, ତ ଆପଣ ମାନେ କମେଣ୍ଟ କରନ୍ତୁ ନେକ୍ସଟ କୋଉ ଜାଗା। ତ ଇଏ ଥିଲା ଆମ ୱାଟରଫଲ ଏକ୍ସପ୍ଲୋରେସନ ଭିଡିଓର ଶେଷ। ତ
ତ ଆପଣମାନେ କମେଣ୍ଟ କରନ୍ତୁ ଭିଡ଼ିଓଟା କେମିତି ଲାଗିଲା। ଯଦି ଭଲ ଲାଗିଛି ତ ନିଶ୍ଚୟ ଲାଇକ୍ ସେୟାର ଆଉ ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେନି। ତ ଆଶା କରୁଛି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ ଏ ଭିଡ଼ିଓଟା। ଯଦି ଭିଡ଼ିଓଟା ଭଲ ଲାଗିଲା ତ ନିଶ୍ଚୟ ଲାଇକ୍ ସେୟାର ଆଉ ସବସ୍କ୍ରାଇବ୍ କରିବେ। ତ ରହିଲି ସେତେ ସମୟ ପର୍ଯ୍ୟନ୍ତ ଭଲରେ ଥାନ୍ତୁ, ଖୁସିରେ ଥାନ୍ତୁ, ଜୟ ଜଗନ୍ନାଥ।